ରାୟଗଡ଼ା ବନଖଣ୍ଡ ମୁନିଗୁଡ଼ା ବନାଞ୍ଚଳ ଜଗଦଲପୁର ପଞ୍ଚାୟତ ଡିମିରିଗୁଡ଼ା ଗାଁରେ ବାଘ ଆତଙ୍କ ଗତକାଲି ରାତି ପ୍ରାୟ 2ରୁ 3ଟା ଭିତରେ ଡିମିରିଗୁଡ଼ା ଗ୍ରାମର କୁଞ୍ଜ ବେହେରାଙ୍କ ବାଛୁରୀକୁ ବାଘ ଆକ୍ରମଣ କରିବା ସହ ମାରି ଖାଇ ଦେଇଥିଲା। ସକାଳେ ଘର ଲୋକେ ଦେଖି ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡ଼ିଛି। ତେବେ ଉକ୍ତ ସ୍ଥାନରେ ବାଘ ପାଦଚିହ୍ନ ପଡ଼ିଥିବାରୁ ଏକ ମହାବଳ ବାଘ ହୋଇଥାଇପାରେ ବୋଲି ଗ୍ରାମବାସୀ ଅନୁମାନ କରୁଛନ୍ତି। ବାଘ ଆତଙ୍କ ପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ତଦନ୍ତ ପରେ ବନ ବିଭାଗ ମଧ୍ୟ ସ୍ୱୀକାର କରିଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରୁ ଅଜିତ କୁମାର ଗୌଡ଼ଙ୍କ ରିପୋର୍ଟ ଶ୍ରୀକ୍ଷେତ୍ର ନ୍ୟୁଜ। ବାଘ ଖାଇଦେଲା ପରା ବୋଇଲୁ ଭାବଲୁ ସାଙ୍ଗେ ସାଙ୍ଗେ ଫୋନ୍ କରବାରୁ ଗାଡ଼ ଆଜ୍ଞା ଆସିଲେ ଇନକ୍ୱାର ଫିନକ୍ୱାର କଲେ ତାଙ୍କେ ବି କହିছে ହଁ ବଡ଼ ବାଘ କା ବୋଇଲେ